ଆଜି ମ୍ୟାନେଜମେଣ୍ଟ ଉପରେ ଆଲୋଚନା କରିବା ଯେ ମ୍ୟାନେଜମେଣ୍ଟ ମାନେ କ'ଣ। ତାହେଲେ ଏଠି ଆମର ପ୍ରଥମ ଜିନିଷ ରହିଲା, ଏଠି ଦେଖିବା ମ୍ୟାନେଜମେଣ୍ଟ। ଏକୁ ଯଦି ଆମେ ସନ୍ଧି ବିଚ୍ଛେଦ କରିବା ତାହେଲେ ଇଏ ଆସିଲା ମ୍ୟାନେଜ, ଗୋଟେ ପାର୍ଟ ହେଲା ମ୍ୟାନେଜ, ଆଉ ଗୋଟେ ପାର୍ଟ ହେଲା ମେଣ୍ଟ। ମେଣ୍ଟ ମାନେ କ'ଣ ନା ସଂଶୋଧନ। ମ୍ୟାନେଜମେଣ୍ଟ ମାନେ କ'ଣ ନା ପରିଚାଳନା। ତ ପ୍ରତିଦିନ ପରିଚାଳନାରେ ଆମେ ଜ୍ଞାନ ଆହରଣ କରିବା, ଆମର କେଉଁଠି ଭୁଲ ରହିଲା ତାକୁ ସଂଶୋଧନ କରିବା। ତାହେଲେ ସେଇ ଜିନିଷଟା ହେଉଛି ମ୍ୟାନେଜମେଣ୍ଟ। ମ୍ୟାନେଜମେଣ୍ଟର ମୁଖ୍ୟ ଜିନିଷ ହେଲା ଟୁ କ୍ରିଏଟ୍ ଡିସିପ୍ଲିନ୍। ଶୃଙ୍ଖଳା ଯଦି ଆମେ ଆଣିପାରିବା, ସେ ଆମ ଘର ହେଉ, ବେପାର ହେଉ, ରାଜନୀତି ହେଉ, ପ୍ରତ୍ୟେକଟି କ୍ଷେତ୍ରରେ ଯଦି ଆମେ ଶୃଙ୍ଖଳା ଆଣିପାରିବା, ଦ୍ୟାଟ୍ ୱିଲ୍ ବି କଲ୍ଡ ମ୍ୟାନେଜମେଣ୍ଟ। ତାହେଲେ ଆଜିର ମ୍ୟାନେଜମେଣ୍ଟ ଆଉ ଖେଚୁଡ଼ି ନାହିଁ। ୟୁ କ୍ୟାନଟ୍ ଗେଟ୍ knowledge of management in a particular destination। ବର୍ତ୍ତମାନ ମ୍ୟାନେଜମେଣ୍ଟଟା କ'ଣ ହେଇଛି ନା ସେଗ୍ରିଗେଟେଡ଼ ହେଇଯାଇଛି। ଯୋଡ଼େ ଜିନିଷ ଗୋଟେ ହେଲା ଏଗ୍ରିଗେଟ୍, ଆନାଦର ଇଜ୍ ସେଗ୍ରିଗେଟ୍। ଆମେ ବର୍ତ୍ତମାନ ମ୍ୟାନେଜମେଣ୍ଟକୁ ଆଗେ ଯେତେବେଳେ ଆମର ପିଲାବେଳେ ଆମେ ପଢ଼ୁଥିଲେ ମ୍ୟାନେଜମେଣ୍ଟ, ସେତେବେଳେ ମ୍ୟାନେଜମେଣ୍ଟଟା ଖେଚୁଡ଼ି ଭଳିଆ ପଢ଼ା ହେଉଥିଲା। କିନ୍ତୁ ବର୍ତ୍ତମାନ ମ୍ୟାନେଜମେଣ୍ଟ ଆଉ ଖେଚୁଡ଼ି ଭଳିଆ ପଢ଼ା ହେଉନି। ମ୍ୟାନେଜମେଣ୍ଟ ବିଭାଗୀକରଣ ହେଇଯାଇଛି। ତାହେଲେ ଗୋଟି ଗୋଟି କରି ଆଲୋଚନା କରିବା। ପ୍ରଥମ ମ୍ୟାନେଜମେଣ୍ଟ ହେଉଛି ରିସୋର୍ସ ମ୍ୟାନେଜମେଣ୍ଟ। এই ରିସୋର୍ସ ମ୍ୟାନେଜମେଣ୍ଟ କ'ଣ ନା ଟଙ୍କା। ବ୍ୟବସାୟ ପାଇଁ ପଇସା କେମିତି ଆଣିବା, ହାଉ କ୍ୟାନ୍ ୱି ପ୍ରୋକ୍ୟୁର ଫାଇନାନ୍ସ ଫର୍ ଆୱାର ଅର୍ଗାନାଇଜେସନ୍। ଟଙ୍କା କେମିତି ଆଣିବା, ଋଣ କେମିତି କରିବା, ଦ୍ୟାଟ୍ ଇଜ୍ ରିସୋର୍ସ ମ୍ୟାନେଜମେଣ୍ଟ। ଟଙ୍କା ଆଣିଲି, ଦୁଇଟା କ୍ୟାପିଟାଲ, ଗୋଟେ ହେଲା ୱାର୍କିଂ, ଆଉ ଗୋଟେ ହେଲା ଫିକ୍ସଡ। এই ଦୁଇଟା ପର୍ପୋଜ୍ ପାଇଁ ମୁଁ ଯେଉଁ ଧାର କରୁଛି, ୱାର୍କିଂ କ୍ୟାପିଟାଲ ପାଇଁ, ଫିକ୍ସଡ କ୍ୟାପିଟାଲ ପାଇଁ, ଆମେ ଯେଉଁ ଟଙ୍କା ଧାର କରୁଛେ, ଦ୍ୟାଟ୍ ଇଜ୍ ରିସୋର୍ସ ମ୍ୟାନେଜମେଣ୍ଟ। ଟଙ୍କା ଆଣିଲି, ଟଙ୍କାକୁ କେମିତି ମ୍ୟାନେଜ୍ କରିବି, ଟଙ୍କାରୁ ଟଙ୍କା କେମିତି ତିଆରି କରିବି, ଟଙ୍କାରୁ ଟଙ୍କା ତିଆରି କରିକି ପରିଶୋଧ କେମିତି କଲା ପରେ ସଂସ୍ଥାକୁ ମୋର କରିବି, ମୋ ସେୟାର ବୋଲି ଡିକ୍ଲେୟାର କରିବି, ଦ୍ୟାଟ୍ ଇଜ୍ ରିସୋର୍ସ ମ୍ୟାନେଜମେଣ୍ଟ। ସେକେଣ୍ଡ ଆସିଲା ଟାଇମ୍ ମ୍ୟାନେଜମେଣ୍ଟ। ଟାଇମ୍ ମ୍ୟାନେଜମେଣ୍ଟ କ'ଣ ନା ସମୟକୁ କେମିତି ମ୍ୟାନେଜ୍ କରିବି। ସକାଳୁ ଉଠିଲି, ରାତି 12ଟା-1 ପର୍ଯ୍ୟନ୍ତ କାମ କରିବି, 24 ଘଣ୍ଟାରୁ 18 ଘଣ୍ଟା କାମ କରିବି, 16 ଘଣ୍ଟା କାମ କରିବି, ଓନ୍ଲି ଟୁ ଏକ୍ସଟ୍ରାକ୍ଟ ପ୍ରଫିଟ୍, ଓନ୍ଲି ଟୁ ମ୍ୟାନେଜ୍, ଓନ୍ଲି ଟୁ କ୍ରିଏଟ୍ ଡିସିପ୍ଲିନ୍ ଇନସାଇଡ୍ ମାଇ ଇନଷ୍ଟିଚ୍ୟୁସନ୍। ତେଣୁ ସବୁର ମୂଳରେ ହେଉଛି ଟାଇମ୍ ମ୍ୟାନେଜମେଣ୍ଟ। ସମୟ, ପଙ୍କ୍ଚୁଆଲିଟି। ସମୟକୁ ଯଦି ଠିକ୍ସେ ମ୍ୟାନେଜ୍ କରିପାରୁନ, ଲେଜି ହେଉଛ, କ୍ରଲିଂ କରିବ, ତାହେଲେ ୟୁ କ୍ୟାନଟ୍ ଗେଟ୍ ସକ୍ସେସ୍। ସମୟକୁ ଠିକ୍ସେ ବ୍ୟବହାର କରିବେ। ତାପରେ ହେଲା ସ୍ପେସ୍ ମ୍ୟାନେଜମେଣ୍ଟ। ଜାଗା, ମୋର କମ୍ପାନୀ କରିବା ପାଇଁ, ଦୋକାନ କରିବା ପାଇଁ ଯେତିକି ସ୍ପେସ୍ ମୋତେ ମିଳୁଛି, ହାଉ କ୍ୟାନ୍ ଆଇ ଆରେଞ୍ଜ ଆଣ୍ଡ ମ୍ୟାନେଜ୍ ଦ୍ୟାଟ୍ ସ୍ପେସ୍। ମୋତେ ଆଜିକାଲି ଦେଖନ୍ତୁ, ବର୍ତ୍ତମାନ ଡିଜିଟାଲ ମିଡ଼ିଆ ଗୋଟେ ବର୍ତ୍ତମାନ ଆସିଲାଣି, ସୋସିଆଲ ମିଡ଼ିଆ ଗୋଟେ ଆସିଲାଣି। ଏଥିପାଇଁ ସ୍ପେସ୍ ବହୁତ କମ୍ ଦରକାର। ଆପଣଙ୍କ ଛୋଟିଆ ଘରଟିଏ, ଛୋଟିଆ ରୁମ୍ଟିଏ ଅଛି, ହାଉ କ୍ୟାନ୍ ୟୁ ମେକ୍ ଏ ଷ୍ଟୁଡ଼ିଓ, ସୋସିଆଲ ମିଡ଼ିଆ ଷ୍ଟୁଡ଼ିଓ। So there is space management. You should manage the space. You should allot the space for different.
ଆପଣଙ୍କ ପଢ଼ା ଟେବୁଲ୍ ଉପରେ ଆପଣ ଯେମିତି ବହି ସଜାଉଛନ୍ତି, ଟେବୁଲ୍ ଲାଇଟ୍ ରଖୁଛନ୍ତି, ମୋବାଇଲ୍ ଷ୍ଟାଣ୍ଡ ରଖୁଛନ୍ତି, ସୋ ମେନି ଥିଙ୍ଗସ୍, ପେନ୍ ଷ୍ଟାଣ୍ଡ ରଖୁଛନ୍ତି, ବିଭିନ୍ନ ପ୍ରକାର ଜିନିଷ ରଖୁଛନ୍ତି। ସୋ ୟୁ ଆର୍ ମ୍ୟାନେଜିଂ ଦ୍ୟାଟ୍ ଟେବୁଲ୍ ସ୍ପେସ୍। ଆପଣଙ୍କ ଘର ଭିତରେ ଏଠି ସୋଫା ରହିବ, ଏଠି ବେଡ଼୍ ରହିବ, ଏଠି ଡାଇନିଂ ଟେବୁଲ୍ ରହିବ। ୟୁ ଆର୍ ମ୍ୟାନେଜିଂ ଦ 3 flat space according to your own intelligence. So that is space management. Then come to asset management. asset management. ଆପଣ ଯେଉଁ ସଂସ୍ଥା ତିଆରି କରୁଛନ୍ତି, ବାଲାନ୍ସ ସିଟ୍ରେ ଆପଣଙ୍କର ଆସେଟ୍ ଆସିବ। ବାଲାନ୍ସ ସିଟ୍ର ଡେବିଟ୍ ସାଇଡ଼୍ରେ, ଆସେଟ୍ ସାଇଡ଼୍ରେ you have to show your assets. What will be your assets? You are renting your farm, you are renting your company, you are continuing your farm with a rented house, so that cannot be shown on the balance sheet. ତେଣୁ ଆସେଟ୍ ମ୍ୟାନେଜମେଣ୍ଟ ପ୍ରଥମ ଜିନିଷ, ମୋର କେଉଁ ଆସେଟ୍ which is mine, which is mine, and which is the tenant's property, which is the other's property, which is my property, which is not my property. So এই ଜିନିଷ ଆସେଟ୍ସଟାକୁ ଆମେ ମ୍ୟାନେଜ୍ କରିବା, ଆସେଟ୍ସ ମ୍ୟାନେଜମେଣ୍ଟ। ବାଲାନ୍ସ ସିଟ୍ରେ ରାଇଟ୍ ସାଇଡ଼୍ରେ, ଆସେଟ୍ ସାଇଡ଼୍ରେ, ଡେବିଟ୍ ସାଇଡ଼୍ରେ ଆମର ଆସେଟ୍ସ ବାହାରିବ। ଏଠି ଦୁଇଟା ଜିନିଷ, ଗୋଟେ ହେଲା ବୁକ୍ ଭ୍ୟାଲ୍ୟୁ, ଆଉ ଗୋଟେ ହେଲା ମାର୍କେଟ୍ ଭ୍ୟାଲ୍ୟୁ। ବୁକ୍ ଭ୍ୟାଲ୍ୟୁ କ'ଣ ନା, ବୁକ୍ ଭ୍ୟାଲ୍ୟୁ ହେଉଛି ଆପଣଙ୍କର ଯେଉଁଟା ଆପଣଙ୍କ ବାଲାନ୍ସ ସିଟ୍ରେ ଦେଖାଉଛନ୍ତି। ମାର୍କେଟ୍ ଭ୍ୟାଲ୍ୟୁ ଅର୍ଥାତ୍ ଆଜି ଯେଉଁ ଲୋକ ଆପଣଙ୍କର ସେ ଜିନିଷଟିକି କିଣିବା ପାଇଁ ପ୍ରସ୍ତୁତ ହେଉଛି, ତା ଭିତରେ ଯେଉଁ ଡିଫରେନ୍ସ ରହୁଛି ସେଇଟା କ୍ୟାପିଟାଲ୍ ଗେନ୍ ହେବ, କ୍ୟାପିଟାଲ୍ ଲସ୍ ହେବ। ମୁଁ ଜାଣିବାରେ, ମୋର ବ୍ୟକ୍ତିଗତ ଅନୁଭୂତି, ମୁଁ ଯେତେବେଳେ ମୁଁ ସୁନା କିଣିଛି 3,000 ଟଙ୍କାରେ, ଯେଉଁ 5,000 ଟଙ୍କା ଭିତରେ ସୁନା କିଣିଛି, ମୋର ନିଜର ଅନୁଭୂତିରୁ କହୁଛି। ବର୍ତ୍ତମାନ ସୁନା କିଣୁଛନ୍ତି 1,50,000। ଇମାଜିନ୍ ହାଉ ମଚ୍ ଇଜ୍ ଦ କ୍ୟାପିଟାଲ୍ ଗେନ୍ ହିୟର୍। 3,000 ଟଙ୍କାରୁ 5,000 ଟଙ୍କାରେ ମୁଁ କିଣିଥିଲି ସୁନା, ଆଇ ହାଭ୍ ନନ୍। 30 ବର୍ଷ ତଳ କଥା କହୁଛି। ବର୍ତ୍ତମାନ ଆପଣ ଦେଖନ୍ତୁ 1,50,000 କେତେ ଟାଇମ୍ସ ବଢ଼ିଲା, କ୍ୟାପିଟାଲ୍ ଗେନ୍ସ କେତେ ହେଲା। ମୁଁ ଯେଉଁ ଲାଇନ୍ଟିକି 7,000ରେ କିଣିଥିଲି, ଆଜି ସେଇଠି ହେଉଛି 70 ଲକ୍ଷ ଟଙ୍କା। You imagine how much is the capital gain, how the price index is changing. ତେଣୁ ଇ ଆସେଟ୍ସ ଆମେ ଆସେଟ୍ ମ୍ୟାନେଜମେଣ୍ଟ ପଢ଼ିଲେ, ଦେନ୍ କମ୍ ଟୁ ଆସିଲା ଆସେଟ୍ସ ଆଉ ଲାଇବିଲିଟି, ଦୁଇଟା ଜିନିଷକୁ ସବୁବେଳେ ଟାଲି କରୁଥିବା, ତାହେଲେ ଆସେଟ୍ ମ୍ୟାନେଜମେଣ୍ଟ ଆମେ ବୁଝିଲେ ଯେଉଁ ସମ୍ପତ୍ତି ସମୂହ ଆମ ପାଖରେ ଅଛି, ସେଇ ସମ୍ପତ୍ତି ସମୂହକୁ ନେଇକିରି ଆମେ ସବୁ ଜିନିଷ କରିବା। ତାପରେ ଆସିଲା ଆମର କଷ୍ଟ ମ୍ୟାନେଜମେଣ୍ଟ। ଆମେ ଘରେ ଗୋଟେ ରୁଟି ତିଆରି କରୁଛେ, ଆମେ ସକାଳେ ବ୍ରେକଫାଷ୍ଟ ତିଆରି କରୁଛେ, ରାତିରେ ଡିନର୍ କରୁଛେ, ତ ମୋର ବ୍ରେକଫାଷ୍ଟ କଷ୍ଟ କେତେ, ମୋର ଡିନର୍ କଷ୍ଟ କେତେ, ମୋର ଲଞ୍ଚ କଷ୍ଟ କେତେ। ତେଣୁ ମୋତେ ଦିନକୁ କେତେ ଟଙ୍କା ରୋଜଗାର କରିବାକୁ ପଡ଼ିବ। ହାଉ କ୍ୟାନ୍ ଆଇ ପ୍ରୋକ୍ୟୁର ଦ୍ୟାଟ୍ ମଚ୍ ଆମାଉଣ୍ଟ ଫ୍ରମ୍ ଦି ସୋର୍ସ, ଦ୍ୟାଟ୍ ଇଜ୍ କଷ୍ଟ ମ୍ୟାନେଜମେଣ୍ଟ। ତ ଆମର ବ୍ୟବସାୟରେ ଦୁଇଟା ଜିନିଷକୁ ଆମେ ନଜର ରଖିବା, ଗୋଟେ ହେଲା ବ୍ରେକ୍ ଇଭିନ୍ ପଏଣ୍ଟ। ଏଇ ଯେଉଁ ଜିନିଷଟି ମୁଁ କହୁଛି, ଏଇଟାର ବହୁତ କ୍ରିମ୍ ଅଛି। ବ୍ରେକ୍ ଇଭିନ୍ ପଏଣ୍ଟ, ଆଉ ଗୋଟେ ହେଉଛି ବ୍ରେକ୍ ଇଭିନ୍ ସେଲ୍ସ। ବ୍ରେକ୍ ଇଭିନ୍ ପଏଣ୍ଟ ମାନେ କ'ଣ ନା, no loss, no profit margin। ମୋ ବ୍ୟବସାୟରେ ଲସ୍ ହେଉନି, କ୍ଷତି ହେଉନି, କ୍ଷତି ହେଉନି କି ଲାଭ ହେଉନି, ଦ୍ୟାଟ୍ ଇଜ୍ ବ୍ରେକ୍ ଇଭିନ୍ ପଏଣ୍ଟ। ଗୋଟେ ଦୋକାନଟେ ମୁଁ କରିଛି, ଦୋକାନଟି ଚଲେଇବା ପାଇଁ ମୋର ଦିନକୁ 1,000 ଟଙ୍କା ଦରକାର। ସେଲ୍ସ ହେଉ କି ନ ହେଉ, ମୋର 1,000 ଟଙ୍କା ଖର୍ଚ୍ଚ ହେବ। ମୁଁ ସେଇ 1,000 ଟଙ୍କା କେମିତି କେଉଁ ସୋର୍ସରୁ ଆଣିବି, ସେଇଟା ହେଲା ବ୍ରେକ୍ ଇଭିନ୍ ପଏଣ୍ଟ।
नो प्रॉफिट नो लॉस ब्रेक इवन सेल्स माने कौन ना लाभरू दिन को 1000 टंका लाभरू बाहर करी इज इट पॉसिबल इन द बिजनेस कैन ए बिजनेस होल्डर procure 1000 profit out of his effort that cannot be हो पारिबनी तेणु प्रोफेसर कहते जे तुम्हें ब्रेक इवन पॉइंट को लेकिन तुम व्यवसाय कर ब्रेक इवन पॉइंट मान कौन नो प्रॉफिट नो लॉस मार्जिन दिन को मोर सेल्स हो कि न हो मोर 1000 टंका खर्च हम एंड हाउ कैन आई प्रोक्योर दैट 1000 रुपीज फॉर माय बिजनेस तापर आसला नेक्स्ट आसो कस्ट मैनेजमेंट सरला ताले दैनंदिन मो घर चलैबा को मोर 1000 टंका दरकार सो माय लेबर वेजेस शुड बी 1000 रुपीज हाउ कैन आई मेक इंट्राडे टू गेट दैट अमाउंट without dissatisfying any individual मोर घर चलैबा को 1000 टंका दरकार होची मैं दिन को 1000 टंका धार केमती करी मत किए दब जदि यही पॉलिसी को मुझे अडप्ट करी आई कैन मैनेज माय हाउस वेरी एलोक्वेंटली तापर आसा इन्वेंटरी मैनेजमेंट इन्वेंटरी मैनेजमेंट माने कौन इन्वेंटरी मैनेजमेंट माने रॉ मटेरियल मु जहाँ जहाँ द्रव्य किणिकी आणुची मो व्यवसाय पाई ताकू केमती ठीक से हिसाब करी तार खाता केम मेंटेन करी ताकू केमती प्रॉपर्ली अरेंज करी रॉ मटेरियल सब मैनेजमेंटा पुणी एक्सपेंडेड होची एलाबोरेट होची तेणु ये जिनसटा आम इन्वेंटरी मैनेजमेंट कहवा मु दुकान करी मोर केते 1000 प्रकार जिनस किणुची ताले 1000 प्रकार जिनस को ठीक से मैनेज करी नन चोरी हम पिलफिराइज हम स्टिलिंग हम ताले मोर लॉस हो तेणु आमर ये जिनसटा रहा इन्वेंटरी मैनेजमेंट तापर आम आसवा मैन पावर मैनेजमेंट मैन पावर मैनेजमेंट माने कौन ना निजुक्ति स्टाफिंग मु घरे मु व्यवसाय रे जो सब पिला मानू निजुक्ति दौची से कौ पिला को निजुक्ति देवी कहार स्किल कौन हम कहार दक्षता कौन हम से अनुसार देखिकी मैन पावर मैनेजमेंट करी यार छड़ पिला रखिदेवी लांच खाई रखिदेवी पर कथार रखिदेवी तो मैन पावर मैनेजमेंट ठीक हेनी जब मैन पावर मैनेजमेंट ठीक ना मोर संस्था भांगी 8 नंबर कॉन्फ्लिक्ट मैनेजमेंट झगड़ा झांटी हो स्टाफ को भितर झगड़ा है पिटापिटी है ऑफिसर सांगे क्लर्कर पड़ानी स्टाफ मानकर एग्जीक्यूटिव सांगे गंडगोल है तो हाउ कैन आई मैनेज दैट कॉन्फ्लिक्ट मैनेजमेंट बहुत बड़ पाठ पुणी तापर ता देहरे बहुत जिनस अच्छी ता देहरे नेगोशिएशन अच्छी ता देहरे बहुत प्रकार जिनस अच्छी झगड़ा केमती मेंटेवा सेटा मो निज बुद्धि विवेक अनुसार मिटेबी तेणु ये पर्सनाल इंटेलिजेंस बहुत गुरुत्व अच्छी निजर बुद्धि कॉन्फ्लिक्ट मैनेजमेंट झगड़ा को केमती तुटेबी तापर आसला पर्सनाल मैनेजमेंट कौन ना पर्सनाल मैनेजमेंट माने एचआर मैनेजमेंट माने कौन ना इंश्योरेंस स्टाफ मानकर पर्सनाल वेलफेयर स्टाफ मानकर जो निजर क्या पाखे कौन दक्षता अच्छी दक्षता अनुसार ह्यूमन राइट्स केते रोची ह्यूमन राइट्स अनुसार तार कौन लाइफ रो तार के जो सर्टिफिकेट वैल्यूएशन कौन सी केते टंका पाइबा दरकार को कैटेगरी लेबर भितर जीव तार इंश्योरेंस केते हबो सी इंश्योरेंस बेनिफिट केम पाइबो तार ग्रॉस सैलरी केते हबो तार डीए केते हबो तार टीए केते हबो तार अलाउंसेस केते हबो सी केते टंका पाइबो ता दरमारू केते ईपीएफ को कटिबो ता दरमारू केते जीपीएफ को कटिबो तार केते सेविंग्स को कटिबो सी केते इनकम टैक्स दबो ये समस्त जिनस पर्सनाल मैनेजमेंट भितर आसो तापर आसला सिक्योरिटी
एंड पोर्टफोलियो मैनेजमेंट। सिक्यूरिटी पोर्टफोलियो मैनेजमेंट कौन ना सिक्यूरिटी पोर्टफोलियो मैनेजमेंट माने देखो 1992 मसीह आम देश में सेबी होती जोटा को आम एनएससी कहे बीएससी कहे तेणु सेबी होती आम देश में 1992 लिस्टेड कंपनी अच्छा अनलिस्टेड कंपनी अच्छा लिस्टेड कंपनी शेयर अच्छी अनलिस्टेड कंपनी शेयर अच्छी गवर्नमेंट शेयर अच्छी प्राइवेट शेयर अच्छी तेणु सिक्यूरिटी पोर्टफोलियो जो ऑनलाइन ट्रेडिंग करुचे स्टॉक एक्सचेंज डील करुचे ताको आम कहूचे सिक्यूरिटी एंड पोर्टफोलियो मैनेजमेंट। शेयर किणा बिका केमती करवा शेयर किणा बिकू गेन केम बाहर करवा प्रॉफिट केम बाहर करवा कैपिटल गेन टैक्स केम दबा इनकम टैक्स केम दबा ब्रोकरेज केम दबा सो मेनी थिंग्स दैट इज सिक्यूरिटी पोर्टफोलियो मैनेजमेंट जोटा आमर एनसीएफएम जोटा आम ब्रोकर होचे स्टॉक ब्रोकर हवापाई कौन क्वालिफिकेशन आसीबो स्टॉक ब्रोकर हवापाई कौ सॉफ्टवेयर आम शिखा कौ सॉफ्टवेयर रे आम स्टॉक ब्रोकिंग करवा सो एंटायर सेबी नॉलेज ताको आम कहूचे सिक्यूरिटी पोर्टफोलियो मैनेजमेंट। तापर आसीबो सेल्स मैनेजमेंट मार्केटिंग मैनेजमेंट এটা ସବୁଠାରୁ ইম্পর্টাଣ୍ଟ ଜିନିଷ। ସେଲ୍ସ ଇଜ୍ ଦ ଲାଇଫ୍ ବ୍ଲଡ୍ ଅଫ୍ ଦ ବିଜନେସ୍। ସେଲ୍ସ ନାହିଁ ତ ବିଜନେସ୍ ନାହିଁ, ସେଲ୍ସ ନାହିଁ ତ ପ୍ରଫିଟ୍ ନାହିଁ। ତ ସେଲ୍ସ ମ୍ୟାନେଜମେଣ୍ଟ ମାର୍କେଟିଂ ମ୍ୟାନେଜମେଣ୍ଟ ଚ୍ୟାନେଲ୍ ଅଫ୍ ଡିଷ୍ଟ୍ରିବ୍ୟୁସନ୍ କମ୍ପାନୀରେ ଜିନିଷ ତିଆରି ହେଉଛି କମ୍ପାନୀରୁ ଚ୍ୟାନେଲ୍କୁ ଆସୁଛି ଚ୍ୟାନେଲ୍ ଅଫ୍ ଡିଷ୍ଟ୍ରିବ୍ୟୁସନ୍ ଆସୁଛି CFOକୁ ଆସୁଛି ହୋଲସେଲ୍କୁ ଆସୁଛି ହୋଲସେଲ୍ରୁ ରିଟେଲ୍କୁ ଆସୁଛି ରିଟେଲ୍ରୁ କନ୍ଜ୍ୟୁମର୍ଙ୍କ ପାଖକୁ ଆସୁଛି। ତ ଚ୍ୟାନେଲ୍ ଦେଇକିରି मार्केट्रे जिनस आसूँ द्रव्य आसूँ सामग्री आसूँ तेणु ये जिनस को केमती पढ़ा सेल्स मैनेजमेंट कौन टाइप्स ऑफ कस्टमर्स कौन ई को पुणी एक्सपैंड करके पढ़ा मु जस्ट एगुड़ाक केवल हेडिंग आपन कहूँ। तापर आसला प्रोजेक्ट मैनेजमेंट। प्रोजेक्ट मैनेजमेंट कौन प्रोजेक्ट मैनेजमेंट माने गोटे नुआ प्रोजेक्ट होची प्रोजेक्ट रे मो टीम लीडर होती तो मो टीम लीडर हिसाब रे केमती मैनेज करी मो अंडर रे 20टा पिला काम करचंती से माने केमती श्रृंखलित हेबे से माने केमती प्रोजेक्ट ठीक से करेंगे। ये प्रोजेक्ट मैनेजमेंट जितेबाला आम पढ़ुचे से आहरी किसी जिनस आम आलोचना करने को पड़ो प्रोजेक्ट मैनेजमेंट उपर। तो प्रोजेक्ट मैनेजमेंट कौन ना प्रोजेक्ट मैनेजमेंट हूँ गोटे प्रोजेक्ट रो कॉस्ट रहिबो प्रोजेक्ट रो पेबैक रहिबो तेणु ए प्रोजेक्ट कॉस्ट प्रोजेक्ट पेबैक ये सब जिनस प्रोजेक्ट मैनेज करवा दैट इज प्रोजेक्ट मैनेजमेंट। तापर मैनेजमेंट आउ जोड़ी मैनेजमेंट रहा गोटे फ्रंट ऑफिस मैनेजमेंट आउ गोटे हूँ बैक ऑफिस मैनेजमेंट। तो फ्रंट ऑफिस मैनेजमेंट कौन ना आम होटेल को जाऊे होटेल को जीवा समय काउंटर रे पहुँचुचे सेठी जो स्टाफ माने बसिक मैनेज करुँच दैट इज फ्रंट ऑफिस मैनेजमेंट। कस्टमर्स टे एंटर कला सी जोठी के एंटर करुँची दैट इज फ्रंट ऑफिस। He is not looking to the back office. He cannot describe and cannot explain the back office. Back office है ओनर ऑफिस। धर मु होटेल कर होटेल मालिक ताले मो घरे मु ऑफिस करी दैट इज बैक ऑफिस मैनेजमेंट। मु केमती पैसा आणुची मोर केते जन डायरेक्टर अच्छा मो डायरेक्टर मानकर मीटिंग मो डायरेक्टर मानकर एजेंडा मो डायरेक्टर माने केमती पैसा आणुचंती केमती दौरान किए केते देला सेमानकर सेपरेट लेजर सेमानकर मीटिंग सेमानकर कोरम सिग्नेचर ये सब जिनस बैक ऑफिस मैनेज। शेयर कौन गोटे होटेल करी मोर 8टा डायरेक्टर अच्छा 10टा डायरेक्टर अच्छा 15टा डायरेक्टर अच्छा प्रति डायरेक्टर सेपरेटली सब खाता मेंटेन होचे से एजेंडा दस्खत कर कोरम रे सिग्नेचर कर मैनेजिंग डायरेक्टर को एम्पावर कर
ସମସ୍ତଙ୍କର ବ୍ୟକ୍ତିଗତ ଖାତା ମେଣ୍ଟେନ୍ ହେଉଛି। ଆମେ ହଠାତ୍ ଗୋଟେ ଲୋକ ଯାଇକରି ଝିଅ ବାହାଘର କରିବ ବୋଲି କହିକି କାନ୍ଦିଲା ମାଲିକ ପାଖରେ। ମାଲିକ କହିଲା ଯେ ଭାଇ ଏଇଟା ମୋର LTD ସଂସ୍ଥା, ମୁଁ ତୋତେ ସେମିତି ପଇସା ଦେଇପାରିବିନି, ତୁ ମୋତେ ଘର ରେଜିଷ୍ଟ୍ରି କରିବାକୁ ପଡ଼ିବ। ତାହେଲେ ଏଇ ଜିନିଷଟା କେଉଁଠି ହେବ? ଏଇ ଜିନିଷଟା ହେବ ବ୍ୟାକ୍ ଅଫିସ୍ରେ। ତ ଫ୍ରଣ୍ଟ ଅଫିସ୍ ବ୍ୟାକ୍ ଅଫିସ୍। ମୁଁ ଗୋଟେ ଟାଟା କମ୍ପାନୀର ମେମ୍ବର। ଗୋଟେ ଲୋକ ଆସିକି ମୋ ଗୋଡ଼ ଧରିକି କହିଲା ଭାଇ ମୋର ଝିଅ ପାଠ ପଢ଼ିବ, ଯେମିତି ହେଲେ ମୋତେ 10 ଲକ୍ଷ ଟଙ୍କା ଦରକାର। ମୁଁ କହିବି ଭାଇ ତୁ 10 ଲକ୍ଷ ଟଙ୍କା ମୋଠୁ ନେବୁ ତ ମୋତେ କୋଲାଟେରାଲ୍ ସିକ୍ୟୁରିଟି ଦେବାକୁ ପଡ଼ିବ। ତୁ ମୋତେ କୋଲାଟେରାଲ୍ ସିକ୍ୟୁରିଟି ଦେଇପାରିବୁ ନା ନାହିଁ? ନା ହଁ ଆଜ୍ଞା ଆପଣ ଯାହା କହିବେ ତାହା କରିବି। ନା ତାହେଲେ ତୁ ମୋତେ 5 ଲକ୍ଷ ଟଙ୍କାରେ ଗୋଟେ ଅଂଶଧନ କବଲା କରିଦେ, ତାହେଲେ ମୁଁ ତୋତେ 10 ଲକ୍ଷ ଦେଇଦେବି। ତୋ 10 ଲକ୍ଷ ସୁଝିଗଲା ପରେ ତାପରେ ମୁଁ ତୋର ଅଂଶଧନ କବଲା ତୋତେ ଫେରେଇ ଦେବି ବା ସେୟାର ସିକ୍ୱେଷ୍ଟ୍ରେସନ୍ ଡକୁମେଣ୍ଟ ଫେରେଇ ଦେବି। ତ ଏଇ ଜିନିଷଟା କେଉଁଠି ହେବ? ବ୍ୟାକ୍ ଅଫିସ୍ ହେବ। ସେଠି ତାଙ୍କର ଚାର୍ଟାର୍ଡ଼ ରହିବ, CA, ଯାହାକୁ ଆମେ CA କହୁଛେ, ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ। ତାଙ୍କ ଲୟର୍ ରହିବ, ତାଙ୍କ ମୁକ୍ତାର ରହିବ। ତ ସେମାନେ ମ୍ୟାନେଜ୍ କରିବେ। ତାଙ୍କ ବ୍ୟାଙ୍କର ରହିବ, ପାର୍ଟନରସିପ୍ ବ୍ୟାଙ୍କର। ତେଣୁ ଏଇସବୁ ଜିନିଷ ଆମର ବ୍ୟାକ୍ ଅଫିସ୍ରେ ମ୍ୟାନେଜ୍ ହୁଏ। ତାହେଲେ ଆଜି ଆମେ ମ୍ୟାନେଜମେଣ୍ଟର ବହୁତ ବଢ଼ିଆ ଜିନିଷ ପଢ଼ିଲେ। ମ୍ୟାନେଜମେଣ୍ଟ ଆଉ ଖେଚୁଡ଼ି ନାହିଁ। ୟୁ କ୍ୟାନଟ୍ ଅବଜର୍ଭ ମ୍ୟାନେଜମେଣ୍ଟ, ୟୁ କ୍ୟାନଟ୍ ଅବଜର୍ଭ ମ୍ୟାନେଜମେଣ୍ଟ in fried rice manner. You cannot get biryani at there. Now it has been segregated. Specifically, management is being read by the students, and professors are teaching eloquently on the particular subject. Distinctly, management is being described. Thank you for today.